ଯେତେବେଳେ ପ୍ରକୃତରେ ଅନେକ ପ୍ରକାର ପାପ ଆସେ, ସେ ପାପରୁ କେମିତି ଆମଙ୍କ ଜୀବନରେ ଦୁର୍ଭିକ୍ଷ ପୁଣି ମହାମାରୀ ପାଲଟିଯାଏ। ଏପରି ଦୁର୍ଭିକ୍ଷ ଗୋଟେ ବ୍ୟକ୍ତିକୁ ପରୀକ୍ଷା କରିବା ପାଇଁ, ଏପରି ମହାମାରୀ ଜଣଙ୍କର ବିଶ୍ୱାସକୁ ପରୀକ୍ଷା କରିବା ପାଇଁ, ପୁଣି ଏପରି ମହାମାରୀ ଯାହାକି ଈଶ୍ୱରଙ୍କର ବାକ୍ୟ ପାଳନ ନ କଲା ପରେ, ପୁଣି ଏପରି ମହାମାରୀ ଯାହା ପ୍ରକୃତରେ ଗୋଟେ ଗୋଟେ ବ୍ୟକ୍ତିକୁ ଗଠନ କରେ। ଆସନ୍ତୁ ଆମେ କିଛି ସମୟ ଈଶ୍ୱରଙ୍କର ବାକ୍ୟ ଯାହା ଦୁର୍ଭିକ୍ଷ ବା ମହାମାରୀ ବିଷୟରେ ଆମେ ଶୁଣିବା। ମତେ କୋପରେଟ କରିବେ କେବଳ ଜଣେ ଈଶ୍ୱରଙ୍କର ବାକ୍ୟ ପଢିବାରେ। ଆଦି ପୁସ୍ତକ ତାର 12 ପର୍ବର 10 ପଦ। ସେହି ସମୟରେ ସେହି ଦେଶରେ ଦୁର୍ଭିକ୍ଷ ହେବାରୁ ଅବ୍ରାମ ମିଶର ଦେଶରେ ପ୍ରବାସ କରିବାକୁ ଯାତ୍ରା କଲେ, ଯେହେତୁ ଦେଶରେ ଅତିଶୟ ଦୁର୍ଭିକ୍ଷ ପଡ଼ିଥିଲା। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏ ଜାଗାରେ ଆମେ ସ୍ପଷ୍ଟ ଭାବରେ ଦେଖୁଅଛୁ ମିଶର ଦେଶରେ ଅବ୍ରାହମ ଯାତ୍ରା ଆରମ୍ଭ କଲେ। କଣ ପାଇଁ? ଦୁର୍ଭିକ୍ଷ ହେଲା ପରେ। ଆଶ୍ଚର୍ଯ୍ୟର ବିଷୟ, ସେହି ସମୟରେ ଅବ୍ରାହମ ପରମେଶ୍ୱରଙ୍କୁ କଥା ହେବା ବ୍ୟକ୍ତି ଥିଲେ, ପରମେଶ୍ୱରଙ୍କ ପାଇଁ ସମର୍ପିତ ହେବା ବ୍ୟକ୍ତି ଥିଲେ। ଆମେ ଯେତେବେଳେ ଆଦି ପୁସ୍ତକ 12 ପର୍ବକୁ ଆମେ ପଢୁଛୁ, ଆଉ ବିଶେଷ କରି এই যে টপিক ଅଛି দুর্ভিক্ষ বিষয়, ଯାହା ଆଦି ପୁସ୍ତକ 12 ପର୍ବର 10 ପଦରେ, ତା ପୂର୍ବରୁ ଯଦି ଆମେ ଦେଖିବା, ଦୁର୍ଭିକ୍ଷ ଅବ୍ରାହମଙ୍କ ଜୀବନରେ ଆସିବା ପୂର୍ବରୁ ପରମେଶ୍ୱର ଆଶୀର୍ବାଦ ଘୋଷଣା କରନ୍ତି, ଆଉ ତାହା 7 ଆଉ 8 ପଦରେ କଣ? ଆମ୍ଭେ ତୁମକୁ ଏହି ଦେଶ ଦେବା। କିନ୍ତୁ ତାଙ୍କ ଜୀବନରେ ଦୁର୍ଭିକ୍ଷ ଆଉ ମହାମାରୀ ସଦୃଶ୍ୟ ଈଶ୍ୱରଙ୍କର ବାକ୍ୟକୁ ପାଳନ କରିବା ବିଷୟ ଆମେ ଦେଖିପାରିବା ଅବ୍ରାହମଙ୍କ ଜୀବନରେ ଆଦି ପୁସ୍ତକ 12 ପର୍ବର 1 ପଦରେ। ତାହା କଣ? ତୁମେ ଦେଶକୁ ପରିତ୍ୟାଗ କର, ତାହା କଣ? ତୁମେ ସମ୍ପତ୍ତିକୁ ପରିତ୍ୟାଗ କର, ଆଉ ତାହା କଣ? ତୁମ ପିତାଙ୍କର ଯେତେ ବି ପରିବାର ଅଛନ୍ତି, ରିଲେଟିଭ ଅଛନ୍ତି, ତୁମେ ସମସ୍ତଙ୍କୁ ପରିତ୍ୟାଗ କର। ଅବ୍ରାହମ ସବୁ ବିଷୟକୁ ପରିତ୍ୟାଗ କଲା ପରେ ଆସିବା ସମୟରେ ଯେତେବେଳେ ପରମେଶ୍ୱର ତାଙ୍କୁ କହିଲେ କି ଆମ୍ଭେ ତୁମକୁ ଏହି ଦେଶ ଦେବା, ସେପରି ପରିସ୍ଥିତି ସମୟରେ ଯେତେବେଳେ ଅବ୍ରାହମଙ୍କ ନିକଟରେ ଦୁର୍ଭିକ୍ଷ ବା ମହାମାରୀ ହେଲା, ସେ ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲି ଯାଇ ନାହାନ୍ତି। ହାଲେଲୁୟା। ଆଜି ଆମ ଜୀବନରେ ଯଦି କିଛି କଷ୍ଟ ହୁଏ, ଆମେ ପରମେଶ୍ୱରଙ୍କ ଠାରୁ ଆମେ ଦୂରକୁ ଚାଲି ଯାଇଥାଉ। ଆମ ମନରେ ଗୋଟେ ସନ୍ଦେହ ଆସେ, କଣ এই ବିଷୟ ଠିକ ହେଇପାରିବ ନା ନାହିଁ, କଣ ସେ ବିଷୟ ଠିକ ହେଇପାରିବ ନା ନାହିଁ। ଆମେ ଆ ପାଖେ ପ୍ରାର୍ଥନା ଯିବା, ତା ପାଖେ ପ୍ରାର୍ଥନା ଯିବା, ଆମେ ବ୍ୟତିବ୍ୟସ୍ତ ହେବା। କିନ୍ତୁ ଅବ୍ରାହମଙ୍କ ଜୀବନରେ ଏହି ସମୟରେ ଦୁର୍ଭିକ୍ଷ ଆସିଲା ବେଳକୁ ସେ କୌଣସି ପ୍ରକାର ବ୍ୟତିବ୍ୟସ୍ତ ହଉନାହାନ୍ତି। ଏପରି ପରିସ୍ଥିତି ମଧ୍ୟରେ ସେ କଣ କଲେ ନା ପରମେଶ୍ୱରଙ୍କର ନିକଟରେ ନିଜର ବିଶ୍ୱାସକୁ ସେ ଦେଖାଇଲେ। ହାଲେଲୁୟା, ହାଲେଲୁୟା। ଆଜି ବି ଅନେକ ବ୍ୟକ୍ତି ଅଛନ୍ତି, ଆପଣମାନେ ଚାଷ କରୁଥିବେ। ଆଜି ବି ଅନେକ ବ୍ୟକ୍ତି ଅଛନ୍ତି, ଆପଣମାନେ ବିଜନେସ କରୁଥିବେ। ଆଜି ବି ଅନେକ ବ୍ୟକ୍ତି ଅଛନ୍ତି, ଆପଣମାନେ ଚାକିରି କରୁଥିବେ। ହେଲେ ଏହି ମହାମାରୀ ଅର୍ଥାତ୍ এই ଟଙ୍କା, এই ସୁଖକୁ ନେଇଯିବା କିଛି କଷ୍ଟ, କିଛି ବନ୍ଧନ ଆମ ଜୀବନରେ ନାହିଁ ତ? ଏହାର ଗୁରୁତ୍ୱ ବିଷୟକୁ ଯଦି ଆମେ ଆଲୋଚନା କରିବା, ପ୍ରଥମ ବିଷୟ, ଯେତେବେଳେ ଆୟୁବଙ୍କ ଜୀବନରେ ଶୈତାନ ପରୀକ୍ଷା କଲା, সেই ବ୍ୟକ୍ତି ଏପରି ଏକ ବ୍ୟକ୍ତି ଥିଲେ ଯେ ବ୍ୟକ୍ତି କି ନିଜେ ପରମେଶ୍ୱରଙ୍କର ମହିମା କରୁଥିଲେ। ମତେ ପ୍ରଭୁ ଆଶୀର୍ବାଦ କରିଛନ୍ତି, ମତେ ପ୍ରଭୁ ଧନବାନ କରିଛନ୍ତି। সেই ବ୍ୟକ୍ତିଙ୍କର ଆଶୀର୍ବାଦକୁ ନେଇ
परमेश्वर गौरव करुथिले हेले शैतान देखिला कि कौन ना ता जीवन रे परीक्षा को आनिबार अछि ता जीवन रे कौन करिबार अछि समस्या को आनिबार अछि ता जीवन रे जदि परीक्षा आसीबो नाही समस्या आसीबो नाही ताहेले प्रभु से तुमको कदापि छाड़िबो नाही संगे संगे प्रथम परीक्षा कौन थिला ना तार संपत्ति को नष्ट करा गला मन रखतु ए कथा मद आत्मार प्रभाव जदि रहिबो घरे आपणकर संपत्ति को आपण उपभोग करि पारिबे नाही मद आत्मार प्रभाव जदि रहिबो घरे आपणकर बिजनेस आपणकर दुकान आपणकर ब्लेसिंग आगो को जाई पारिबो नाही आपण इम्प्रूव हे पारिबे नाही एहा आइबो को जीवन में आमे देखि पारुछु और शैतान जदि आइबो को जीवन में आनी पारुछि ताहेले एको विश्वासी जीवन में से आनिबो प्रथम रे जा फाइनेंस विषय थिला आज भी एपरि लोक माने अछंती जो माने दुख कष्टर सहित जीवन काटंती जो माने निजर परिश्रम करुथिबा टंका को मेडिकल रे दियंती से माने बिजनेस कला पर इंप्रूव हुए नाही से माने कोन हुए नाही किछि गुणिला पर से माने पांती नाही आमे जानिछु आदि पुस्तक 13 पर्व रे जेतबेले अब्राहम को सहित लटकर सहित किछि बादानुबाद हैला से समय रे मो प्रिय ईश्वर को लोक माने अब्राहम लोटो को कहले तमे पूर्व रे हेले जाओ मु पश्चिम रे हेले जीवी तमे उत्तर रे हेले जाओ मु दक्षिण रे जीवी अन्नाई की देखिला बोली की बाइबल कहे प्रेज द लॉर्ड लोटो अन्नाई की देखिला उर्वर माटी कोठी अछि हालेलुया केउठी चाष हेबो केउठी फल हेबो से अन्नाई की देखिला आउ से बाछिला अब्राहम कोन कले जानि छथि जाई की प्रार्थना कले आ निजर चिंता को परमेश्वरଙ୍କର हस्ତରେ ଦେଲେ हालेलुया परमेश्वरଙ୍କର हस्ତରେ ଦେଲା ପରେ ଆଦି ପୁସ୍ତକ 13 पर्वर 14 ରୁ ଯଦି 18 ଯାଏ ପଢିବେ ସେଇଠି परमेश्वर तांको दर्शन देउछंती आउ से दर्शन रे से कोन कहउछंती तमे पूर्व रे गले आमे तुम सहित पूर्व रे अछु प्रेज द लॉर्ड तमे पश्चिम रे गले आमे तुम सहित पश्चिम रे अछु तमे दक्षिण रे गले आमे तुम सहित दक्षिण रे अछु आज्ञा टिके कपड़ा दुकान मु खोलिबी स्वेटर दुकान खोलिबी टिके प्रार्थना करि दियंतु भलो होबो जदी हेला नाही भलो व्यापार आपण तो डायरेक्ट आज्ञा को कहबे कि मोर बिजनेस हे पारला नाही आपण जदी परमेश्वर को ठारे रहिबे आपण जे स्थान रे पाद देबे ताहा आशीर्वाद रो स्थान पालटि जीवो प्रेज द लॉर्ड जे कार्य रे आपण हस्त बढ़ाइबे सेही कार्य आशीर्वाद रो हस्त भाव रे पालटि जीवो जे अब्राहम रो गोटिए दुर्भिक्ष विषय आमे पाठ करूछु ना अब्राहम रो प्रथम दुर्भिक्ष से सब विषय को परित्याग करले ताहा कोन दुर्भिक्ष नथिला आज अनेक गजपति रे प्रभुकर दास माने अछंती चाकरी छाड़ी की परमेश्वरंकर पई समर्पित होछंती ता कोन दुर्भिक्ष नुए निज जीवन में कष्ट को आणुछंती जंत्रणा को आणुछंती ता कोन दुर्भिक्ष नुए निज जीवन में दुख पाउछंती ता कोन दुर्भिक्ष नुए किंतु आपण जानती मो प्रिय लोक माने जेतेबेले अब्राहम को आ परमेश्वर आशीर्वाद घोषणा कले आ से आशीर्वाद रे कोन थिला द्वितीय दुर्भिक्ष को आमे पढ़िबा आदि पुस्तक 26 पर्वर 1 पद पूर्वे अब्राहमकर वर्तमान समय रे जे रूप दुर्भिक्ष होइथिला सेही देश रे आउ थोरे से रूप दुर्भिक्ष उपस्थित हुअन्ते इसहाक गरार रे पलेस्टिय मानक राजा अभिमेलेक निकट को गले जेमिति अब्राहम को समय रे दुर्भिक्ष हेथिला ठीक सेमिति इसहाकर समय रे मध्य दुर्भिक्ष हेबाकू लागिला
କିନ୍ତୁ ତିନି ପଦରେ ପରମେଶ୍ୱର କଣ କହିଲେ ପଢନ୍ତୁ, ତୁମ୍ଭେ ଏହି ଦେଶରେ ପ୍ରବାସ ତୁମେ କର, ଏହି ଦେଶରେ ପ୍ରବାସ କର, ତହିଁରେ ଆମ୍ଭେ ତୁମ୍ଭର ସହାୟ ହୋଇ ତହିଁରେ ଆମ୍ଭେ ତୁମର କଣ ହେବା, ସହାୟ ସହାୟ ହୋଇ ହୋଇ। ତୁମ୍ଭକୁ ଆଶୀର୍ବାଦ କରିବା। ସହାୟ ହୋଇ ମାନେ ଆମ୍ଭେ ତୁମକୁ କଦାପି ଛାଡ଼ିବା ନାହିଁ। ହାଲେଲୁୟା। କେତେବେଳେ ହେଲା, ଯେତେବେଳେ ତାଙ୍କ ପିତା ନିଜର ପରିଚୟକୁ ଦେଲେ, ସେ ପରିଚୟ ମହାମାରୀ ଦୁର୍ଭିକ୍ଷ ଆସିଲା ପରେ ମଧ୍ୟ ନିଜର ବିଶ୍ୱାସକୁ ସେ ପରିତ୍ୟାଗ କରିନାହାନ୍ତି। କେବଳ ବିଶ୍ୱାସ ତାହା ନଥିଲା, এই দুর্ভিক্ষ ମଧ୍ୟରେ ଆଦି ପୁସ୍ତକ 12 ପର୍ବରୁ 13 ପର୍ବ ମଧ୍ୟରେ ଯେତେବେଳେ ସେ ପରମେଶ୍ୱରଙ୍କର ନିକଟରେ ନିଜର ବିଶ୍ୱାସର ପରିଚୟ ଦେଉଥିଲେ, ସେତେବେଳେ ପଥର ଯାକ କାଢିକି ଭୁଇକି ନେଇକି କଣ କରୁଥିଲେ, ଯଜ୍ଞ ବେଦୀ ସ୍ଥାପନ କରୁଥିଲେ। ଆଦି ପୁସ୍ତକ 12 ପର୍ବର 7ରେ ଲେଖା ହେଇଛି, ଅନନ୍ତର ସଦା ପ୍ରଭୁ ଅବ୍ରାହମକୁ ଦର୍ଶନ ଦେଲେ ଯେତେବେଳେ, ଆଉ ପରିଶେଷରେ ସେ ତାଙ୍କରି ଗୌରବ କରିବା ପାଇଁ ଯଜ୍ଞ ବେଦୀ ନିର୍ମାଣ କଲେ। 13 ପର୍ବରେ ସେ ଯେତେବେଳେ କହିଲେ ଆମ୍ଭେ ତୁମର ବଂଶକୁ ଆଶୀର୍ବାଦ କରିବା, ଆଉ ସେତେବେଳେ 13 ପର୍ବର 18 ପଦରେ ଯଦି ଦେଖିବେ, ସେତେବେଳେ ଅବ୍ରାହମ ତମ୍ବୁ ତଳେ ହିବ୍ରନ ନିକଟରେ ମମ୍ରିର ଅଲନ ବୃକ୍ଷ ମୂଳେ ଯାଇ ବାସ କଲେ। ପୁଣି ସେଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯଜ୍ଞ ବେଦୀ ନିର୍ମାଣ କଲେ, ଆଉ ତାଙ୍କରି ଗୌରବ କରିବାକୁ ଲାଗିଲେ। ହାଲେଲୁୟା। ଆମେ କେତେବେଳେ ଦାନ ପଠେଇଦେବା, 10 ଟଙ୍କା ନେଇକି ଯାଅ ବେଦୀ ଉପରେ ରଖିଦିଅ। ନୂତନ ନିୟମରେ ଯଜ୍ଞ ବେଦୀ ହେଉଛନ୍ତି ଆପଣଙ୍କର ହୃଦୟ। ମନେ ରଖନ୍ତୁ, ଆପଣ ଈଶ୍ୱରଙ୍କର ମନ୍ଦିର ଅଟନ୍ତି। ଏଲି ଏଲି ଲାମା ସାବକ୍ତାନି, ଅର୍ଥାତ୍ ହେ ମୋହର ପିତା ତୁମେ ମତେ କାହିଁକି ପରିତ୍ୟାଗ କଲ। ଲୋକ ବୁଝି ପାରିଲେ ନାହିଁ। କିଏ କହିଲେ ଏଲିୟଙ୍କୁ ଡାକୁଛନ୍ତି, କିଏ କହିଲେ କାଳେ ବାହାରିବେ ପଳେଇ ଆସିବେ। ସେତେବେଳେ ଲେଖା ହେଇଛି, ମନ୍ଦିରର ବିଚ୍ଛେଦ ଫାଟି 2 ଖଣ୍ଡ ହେଲା। ଗୋଟେ ଯାଜକଙ୍କ ବିନା ଅନ୍ୟ କୌଣସି ବି ଲୋକ ସେ ଭିତରେ ପ୍ରବେଶ କରିପାରୁନଥିଲେ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଜି କେବଳ ମତେ ନୁହେଁ କି ଷ୍ଟେଜରେ ରହିଥିବା ଦାସମାନଙ୍କୁ ନୁହେଁ, ଆପଣ ମାନଙ୍କୁ ମଧ୍ୟ ଅଧିକାର ଦେଇଛନ୍ତି। ହାଲେଲୁୟା, ହାଲେଲୁୟା। ମାର୍କ 16:17 ଅନୁସାରେ ଆପଣ ଅଧିକାର ପ୍ରାପ୍ତ ବ୍ୟକ୍ତି ଅଟନ୍ତି। ଆପଣ ଯଦି ଆପଣଙ୍କର ରେସ୍ପନ୍ସିବିଲିଟିକୁ ଯଦି ଆପଣ କରନ୍ତି, ଆପଣଙ୍କର ଦାୟିତ୍ୱକୁ ଯଦି ଆପଣ ନିଅନ୍ତି, ତାହେଲେ ସୁନିଶ୍ଚିତ ଭାବରେ ପରମେଶ୍ୱରଙ୍କର ଉପସ୍ଥିତିକୁ ଆପଣ ନେଇକି ଆଗକୁ ବଢିବେ। ଆଦି ପୁସ୍ତକ 24 ପର୍ବରେ କୁହାଉଛି ସ୍ପଷ୍ଟ ଭାବରେ, ଯେତେବେଳେ ଦ୍ୱିତୀୟ ଦୁର୍ଭିକ୍ଷ ସମୟରେ, ଇସାକଙ୍କ ସମୟରେ, ନା କଣ ଏଇଠି ଲେଖାଯାଏ, ତୁମେ ଏହି ଦେଶରେ ପ୍ରବାସ କର, ତହିଁରେ ଆମ୍ଭେ ତୁମର ସହାୟ ହୋଇ ତୁମକୁ ଆଶୀର୍ବାଦ କରିବା, ପୁଣି ତୁମକୁ ଓ ତୁମ ବଂଶକୁ ଏହି ସମସ୍ତ ଦେବା, ଦେଶ ଦେବା, ଓ ତୁମ ପିତା ଅବ୍ରାହମ ନିକଟରେ ଆପଣା କୃତ ଶପଥର ନିୟମକୁ ସଫଳ କରିବା। Praise the Lord। କାହାକୁ ମନେ ପକେଇକି ଏ ଦୁର୍ଭିକ୍ଷରୁ ଇସାକକୁ ବଞ୍ଚାଉଛନ୍ତି ପରମେଶ୍ୱର? ଅବ୍ରାହମକୁ। ଆଜି ଆପଣ ପ୍ରାର୍ଥନା କରୁଛନ୍ତି, ଆପଣଙ୍କର ଛୁଆମାନଙ୍କୁ ପରମେଶ୍ୱର ଛାଡ଼ିବେ ନାହିଁ। ଆଜି ଆପଣ ବାଇବଲ ଧରିଛନ୍ତି ହାତରେ, କିଏ ନିନ୍ଦା କରୁଛନ୍ତି, କିଏ ତାଡ଼ନା କରୁଛନ୍ତି, ମେଣ୍ଟେନ କରୁନାହିଁ। ପରମେଶ୍ୱରଙ୍କ ପାଖରେ ଆପଣ ଅଛନ୍ତି ନା ନାହିଁ ତାହା ଗୁରୁତ୍ୱ କରୁଛି। Praise the Lord। ଆପଣ ଯଦି ପ୍ରଭୁଙ୍କ ପାଖରେ ଅଛନ୍ତି, ଆପଣଙ୍କର ସନ୍ତାନ ମାନଙ୍କୁ ସେ କଦାପି ଛାଡ଼ିବେ ନାହିଁ। ଆପଣ ଯଦି ପ୍ରଭୁଙ୍କ ନିକଟରେ ଅଛନ୍ତି, ଆପଣ ଈଶ୍ୱରଙ୍କର ବାକ୍ୟ ଅନୁସାରେ ତାଙ୍କର ନିୟମକୁ ଟାଣିକି ଆଣୁଛନ୍ତି, ତାଙ୍କର ଶପଥକୁ ଟାଣିକି ଆଣୁଛନ୍ତି। ଅବ୍ରାହମକୁ ପରମେଶ୍ୱର ଯେତେବେଳେ ପ୍ରତିଜ୍ଞା କଲେ, ନିୟମ କଲେ,
ଆଉ ସେଇ ସମୟରେ ଆଶୀର୍ବାଦ ଯେତେବେଳେ କି ଘୋଷଣା କଲେ ପରମେଶ୍ୱର ଅବ୍ରାହମକୁ ଛାଣିକି ପରୀକ୍ଷା କରିଛନ୍ତି। ଆଜି ଆମେ ଯଦି ଦେଖିବା ମୋ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯେତେବେଳେ ପରମେଶ୍ୱର ଅବ୍ରାହମକୁ ପ୍ରଥମରେ ଆଜ୍ଞା ଦେଲେ କି ତମେ କଣ କର, ଆପଣା ଦେଶକୁ ତମେ ଛାଡ଼। ଦ୍ୱିତୀୟରେ ଯଦି ଆମେ ଦେଖିବା, ଅବ୍ରାହମଙ୍କ ନିକଟରେ ପାରିବାରିକ ସମସ୍ୟା ଯେତେବେଳେ ଆସିଲା, ଲୋଟର ପରିବାରକୁ ନେଇକି, ତା ଦାସ ଦାସୀକୁ ନେଇକି ସେ କଣ କଲେ, ନିଜର ପରିଚୟକୁ ପରମେଶ୍ୱରଙ୍କର ନିକଟରେ ଦେଲେ। ଆଉ ଗୋଟିଏ ଗୋଟିଏ ବିଷୟ ପାଳନ କଲା ପରେ ପରମେଶ୍ୱର କହୁଛନ୍ତି କଣ ନା, ଆମ୍ଭେ ତୁମ୍ଭ ବଂଶକୁ ଛାଡ଼ିବା ନାହିଁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଇସାକକୁ କଥା କହନ୍ତି ସେ, କଣ ଆମ୍ଭେ ତୁମ ବଂଶକୁ ଛାଡ଼ିବା ନାହିଁ, ଆମ୍ଭେ ତୁମକୁ ଆଶୀର୍ବାଦ କରିବା। କଣ ପାଇଁ? କାରଣ ଆମ୍ଭେ ତୁମର ପିତା ଅବ୍ରାହମ ନିକଟରେ ଆପଣା କୃତ ଶପଥର ନିୟମକୁ ସଫଳ କରିବା। ହେଲେ ସେ ଆଶୀର୍ବାଦ କେମିତି ଥିଲା? 14 ପଦରେ ଲେଖାଯାଏ, ଏବଂ ତାଙ୍କର ମେଷ ଧନ ଓ ଗୋଧନ, ପୁଣି ଅନେକ ଦାସ ଦାସୀ ହେଲେ। ତେଣୁ ପଲେଷ୍ଠୀୟ ଲୋକମାନେ ତାଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲେ। କେବଳ ପଲେଷ୍ଠୀୟ ଲୋକମାନେ ନୁହନ୍ତି, 16 ପଦରେ କୁହାଯାଏ, ଅନନ୍ତର ଅବିମେଲେକ, ଯେ କି ଗୋଟେ ରାଜା ଅଟେ, ଇସାକକୁ କହିଲେ, ତୁମ୍ଭେ ଆମ ମାନଙ୍କ ନିକଟରୁ ବର୍ତ୍ତମାନ ବିଦାୟ ନେଇଯାଅ, ପ୍ରସ୍ଥାନ କର। କଣ ପାଇଁ? ଯେହେତୁ ତୁମ୍ଭେ ଆମ ମାନଙ୍କ ଠାରୁ ଅଧିକ ବଳବାନ ହେଇଗଲଣି। ହାଲେଲୁୟା, ହାଲେଲୁୟା। ମୋ ପ୍ରିୟ ଲୋକମାନେ, ଦୁର୍ଭିକ୍ଷ ମହାମାରୀ ସମୟରେ, ଆମ ଜୀବନରେ ରହିଥିବା କଷ୍ଟ ସମୟରେ ଯଦି ଆମେ ନିଜର ପରିଚୟକୁ ଯଦି ପରମେଶ୍ୱରଙ୍କର ନିକଟରେ ଦେବା, ତାହେଲେ ମନେ ରଖନ୍ତୁ, ସେ କଣ କରିବେ? ଆମମାନଙ୍କର ଗୋଷ୍ଠୀକୁ ସେ ଛାଡ଼ିବେ ନାହିଁ, ଆମମାନଙ୍କର ଛୁଆମାନଙ୍କୁ ସେ ଛାଡ଼ିବେ ନାହିଁ। ସେ ନିୟମ କରିବେ, ସେ ପ୍ରତିଜ୍ଞା କରିବେ, ଆଉ ସେ ଆଶୀର୍ବାଦକୁ କରିବେ। ଆଜି ଆମେ ଅନେକ ବ୍ୟକ୍ତି ଏମିତି ଅଛୁ ଯେଉଁମାନେ କି ମଣ୍ଡଳୀ ଯିବା ପାଇଁ ଇଚ୍ଛା କରୁ, କିନ୍ତୁ ମାଣ୍ଡଳିକ ଜୀବନକୁ କାଟି ନଥାଉ। ରିଭାଇଭାଲ ମିଟିଂକୁ ଯିବା ପାଇଁ ଇଚ୍ଛା କରୁ, କିନ୍ତୁ ଆଉ ଜଣକୁ ଠିଆ କରିବା ପାଇଁ ଆମର ଇଚ୍ଛା ନଥାଏ। ଜଣ ଜଣକୁ ଗଠନ କରିବା ପାଇଁ ଇଚ୍ଛା ନଥାଏ। ଆମେ ଈଶ୍ୱରଙ୍କର ବାକ୍ୟ କହିବା, ମନେ ରଖନ୍ତୁ ମୋ ପ୍ରିୟ ଲୋକମାନେ, ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ପୁଣି କାର୍ଯ୍ୟ ସାଧକ ଅଟେ। ଆଉ ଈଶ୍ୱରଙ୍କର ବାକ୍ୟ ଯଦି ଆମ ଜୀବନରେ ରହିଛି, ତାହେଲେ ଆମେ ମୃତ ହୋଇପାରିବା ନାହିଁ, ଆମେ ଆଶୀର୍ବାଦର ପାତ୍ର ହେବା। এই জগତରେ ଆପଣ এই ଯୋଉ ଇଣ୍ଟର ଏରିଆରେ ଆପଣ ଯୋଉ ସଭା କରିଛନ୍ତି, ତାହା ମଧ୍ୟ ଈଶ୍ୱରଙ୍କର ବାକ୍ୟରେ ଅଛି। ଆଉ ତାହା ହଉଛି କଣ? ନଗର, ପର୍ବତ ଉପରେ ନଗର ସ୍ଥାପିତ, ନଗର ତୁଲ୍ୟ ତୁମେ ଜ୍ୟୋତି ଅଟ। ପ୍ରେଜ୍ ଦ ଲର୍ଡ। ମାଣ ମାନେ ଦୀପ ଜାଳି ମାଣ ଭିତରେ କିଏ ରଖିବେ ନାହିଁ। ହାଲେଲୁୟା, ହାଲେଲୁୟା। ଆମେ ଦେଖିବା ତୃତୀୟ ଯୋଗ୍ୟ ବେଦୀ, ଆଉ ତାହା କଣ? ତୃତୀୟ ମହାମାରୀ 41 ପର୍ବ ତାର 54ରୁ 57। ଆଦି ପୁସ୍ତକ 41 ପର୍ବ ତାର 54ରୁ। ପୁଣି ହଁ, ଯୋସେଫଙ୍କ ବାକ୍ୟାନୁସାରେ ହଁ, ଦୁର୍ଭିକ୍ଷର 7 ବର୍ଷର ଆରମ୍ଭ ହେଲା। ତହିଁରେ ଅନ୍ୟ ସମସ୍ତ ଦେଶରେ ଦୁର୍ଭିକ୍ଷ ପଡ଼ିଲା, ମାତ୍ର ସମୁଦାୟ ମିଶର ଦେଶରେ ତାହାର ଥିଲା, ଆହାର ଥିଲା। ପୁଣି ସମୁଦାୟ ମିଶର ଦେଶରେ ଆହାର ଥିଲା। ଯୋସେଫଙ୍କ ସମୟରେ ଦୁର୍ଭିକ୍ଷ ହେଲା, ମହାମାରୀ ହେଲା। ଆଶ୍ଚର୍ଯ୍ୟର ବିଷୟ, এই দুর্ভিক্ষ মহামারী হেবা পূর্বরু পরমেশ্বর সেই রাজাକୁ কোন কলে? দর্শন দেলে। হেলে দর্শনକୁ
ରାଜା ବୁଝି ପାରିଲେ ନାହିଁ। ଦର୍ଶନକୁ ବୁଝିବା ପାଇଁ ଗୋଟେ ଧାର୍ମିକ ବ୍ୟକ୍ତିର ଆବଶ୍ୟକ ପଡିଲା, ଯିଏକି ଯୋସେଫ ଥିଲେ। ଯୋସେଫ ସେତେବେଳେ ଧାର୍ମିକ ହେଲେ ଯେତେବେଳେ ସେ ଈଶ୍ୱରଙ୍କର ବାକ୍ୟକୁ ପାଳନ କରିବା ପାଇଁ ସାଂସାରିକ ବିଳାସକୁ ତୁଚ୍ଛ କରୁଥିଲେ, ଶରୀରର ଲାଳସା ବ୍ୟଭିଚାରକୁ ତୁଚ୍ଛ କରିକି ଉଲଗ୍ନ ଅବସ୍ଥାରେ ସେ ନଗରରେ ଧାଇକି ପଳେଇଲେ, କିନ୍ତୁ ପାପ କଲେ ନାହିଁ। ଆଉ ସେ ଯୋଉଠି ପାଦ ଦେଲେ ସେ ଜାଗା ଆଜି ବି ଧନୀ ରାଷ୍ଟ୍ର ଅଟେ। ଆଜି still today ଆଜି ବି ଧନୀ ରାଷ୍ଟ୍ର ଅଟେ। UAE ର କ୍ଷତି ହେବ ନାହିଁ। କଣ ପାଇଁ? ପ୍ରଭୁ ଯୀଶୁ ପେଟ ଭିତରେ, ମରିୟମ ମାତାଙ୍କ ପେଟ ଭିତରେ ଥିଲାବେଳେ ବି ଭିଜିଟ କରିଥିଲେ। ବାଇବଲର ଲୋକମାନେ, ଅବ୍ରାହମ, ଅନେକ ପରମେଶ୍ୱରଙ୍କର ଦାସମାନେ ସେ ଦେଶରେ ଭିଜିଟ କରିଥିଲେ। ସେମାନଙ୍କୁ ସୁରକ୍ଷା ଏମାନେ ଦେଇଛନ୍ତି, ସେମାନଙ୍କୁ ଦାନ ଏମାନେ ଦେଇଛନ୍ତି। ଏହି ମହାମାରୀ ଏକ ଦର୍ଶନ ସହିତ ଜଡ଼ିତ। ଆଉ ଆମେ ଯାହା ତୃତୀୟ ମହାମାରୀ ବିଷୟରେ ଆମେ ଶୁଣୁଛୁ, ପ୍ରଭୁଙ୍କର ଦାସମାନେ ଯଦି ରୁହନ୍ତି ସେଇ ଜାଗାରେ ମହାମାରୀ ଆଘାତ କରେ ନାହିଁ। ପ୍ରେଜ୍ ଦ ଲର୍ଡ। ଆଘାତ କରେ ନାହିଁ। ସେଇ ଜାଗାରେ ଯଦି ଅଭିଷିକ୍ତ ଲୋକମାନେ ରୁହନ୍ତି, ସେଇ ଜାଗାରେ ମହାମାରୀ ଆଘାତ କରିବ ନାହିଁ, ଅଭାବକୁ ଆଣିବ ନାହିଁ। ଏହି ରିଫରେନ୍ସ ଅନୁସାରେ ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଆଉ ଗୋଟେ ମହାମାରୀ କଥା ଯଦି ଦେଖିବା, ଗୋଟେ ସନ୍ତାନ ପାଦ ଦେଲା, ମହାମାରୀ ଦୂର ହେଇଗଲା, ଅଭାବ ହେଲା ନାହିଁ। କିନ୍ତୁ ବାଇବଲରେ ଆଉ ଗୋଟେ ସନ୍ତାନ ଯେତେବେଳେ ପାଦ ଦେଲା, ସେଇ ଜାଗାରେ ମହାମାରୀ ଆସିଲା। ହାଲେଲୁୟା। ଆଉ ସେ କିଏ? କିଏ? ଅପବୟ ପୁତ୍ର। କିଏ? ଅପବୟ ପୁତ୍ର। ଲୁକ ପୁସ୍ତକ କାଢନ୍ତୁ ଟିକେ। ହାଲେଲୁୟା। 15:14। କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ, ସମସ୍ତ ଖର୍ଚ୍ଚ କଲା ପରେ, ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ, ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା। ତାହାର ଅଭାବ ହେବାକୁ ଲାଗିଲା। ହାଲେଲୁୟା। କେତେବେଳେ ମହାମାରୀ ଆସିଲା? ତାର ଟଙ୍କା ସରିଲା ପରେ। ପ୍ରେଜ୍ ଦ ଲର୍ଡ। କେତେବେଳେ? ତାର ଟଙ୍କା ସରିଲା ପରେ, ତା ପାଖରେ ରହିଥିବା ସେଭିଂ ସବୁ ସରିଲା ପରେ ସେ କଣ ହେଲା ନା ମହାମାରୀ ଆସିଲା, ଦୁର୍ଭିକ୍ଷ ଆସିଲା, ଖାଇବାକୁ ମିଳିଲା ନାହିଁ। ଘୁଷୁରୀ ମାନଙ୍କ ସହିତ ଗଲା, ଘୁଷୁରୀ ଚରାଇଲା, ଘୁଷୁରୀ ମାନଙ୍କର ଖାଦ୍ୟକୁ ସେ ଖାଇଲା। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅପବୟ ପୁତ୍ରର ଜୀବନରେ ଯୋଉ ମହାମାରୀ ଅଛି, ତାହାର ସବୁଠୁ ବଡ ଭୁଲ ଥିଲା କଣ? ନିଜର ପିତା ମାତାକୁ ସମାଦର ନ କରିବା। ଅନେକ ପୁଅ ଝିଅ ମାନେ ଅଛନ୍ତି, ବାପା ମତେ ନମିନି କରିଛନ୍ତି ବୋଲିକି ଶୀଘ୍ର ମରିଯାଆନ୍ତୁ ବୋଲି ବି ଚିନ୍ତା କରିବା ଲୋକ ଅଛନ୍ତି। ଅଛନ୍ତି କି ନାଇଁ? ମୋର ଭାଗ ମତେ ଦେଇଦେ ବୋଲି କହିବା ଲୋକ ଅଛନ୍ତି। ତାକୁ କିଣିଦେଲୁ ହେଲେ ମତେ କାହିଁକି କିଣି ଦଉନୁ ବୋଲି କହିବା ଲୋକ ଅଛନ୍ତି। ତାର ଆବଶ୍ୟକତା ସବୁ ପୂର୍ଣ୍ଣ କରିଦଉଛୁ ହେଲେ ମୋର ନାହିଁ, କାହିଁକି ନାହିଁ ବୋଲି କହିବା ଲୋକ ଅଛନ୍ତି। କେତେବେଳେ ମହାମାରୀ ଆସିବ? ଭାଗ ଯେତେବେଳେ ସରିଯିବ ସେତେବେଳେ ଆସିବ। ନିଜର ଭାଗକୁ ଖର୍ଚ୍ଚ କଲା ପରେ, ନିଜର ଆଣିଥିବା ଟଙ୍କାକୁ ଖର୍ଚ୍ଚ କଲା ପରେ, ନିଜେ ରଖିଥିବା ପ୍ରତ୍ୟେକ ବିଷୟକୁ ଖର୍ଚ୍ଚ କଲା ପରେ ଅପବୟ ପୁତ୍ରଙ୍କ ଜୀବନରେ ମହାମାରୀ ଆସୁଛି। ଆଉ ଯଦି
आमे जदि पितामातांकर आज्ञाबह हेबा नाही 10 आज्ञारू प्रमुख आज्ञा केबे भी उन्नति करि पारिबा नाही। प्रेज द लॉर्ड, हालेलुया। दिनकर कथा मो बापा मते मजाक रे कहले मो पाखरे पैसा नाही। मु टेंशन नहीं गेली, बापा कहउछंती पैसा नाही पैसा नाही। सेतेबेले मु कॉलेज पढु थाए आउ मोर बैंक पासबुक को मु क्लोज करबा पई कहले। बैंक वाला कहले सेविंग्स अकाउंट रे 500 टंका अछि, होलिले 150 टंका कटिबो, 350 टंका तुमको दिया हबो। मु कहली मते मैटर करू नाही, मो बापा को मु टंका नहीं कि देवाटा मते मैटर करूछि। से मते धरेले टंका देले आउ परिशेष रे जेतेबेले मो बापा को नहीं कि देली, बापा पचारले 350 टंका क्वाड आनलु बेटा। मु कहली बापा तमे पैसा नहीं कहलो तो सेति पय मो बैंक पासबुक को क्लोज करके आनी देले। मते भी मन पड़े से कथा। मो बापा मो मुंड रे हस्त रखिले आ कहले बेटा तोर जीवन रे केबे भी टंकार असुविधा हो नाही। प्रेज द लॉर्ड। पॉकेट रो चोरी आनिबाटा छाड़ी की पॉकेट भितरे बा बापांकर पोसाई दियंतु केमिति धनी हेबे ईश्वरंकर वाक्य करे। प्रेज द लॉर्ड, हालेलुया। एई बापा को देले जदि आशीर्वाद देते से बापा को देले केते आशीर्वाद, हां केते आशीर्वाद। 2012 मसिया रे 3,80,000 टंकार चाकरी छाड़ीबा सहज नुहे। आज डेट रे 29 लाख टंका दरमा। तथापि मु खुशी कहीं कि मते प्रभु ओडिसा रे जो परिवार देले से परिवार रे किए तो मो भाई अछंती, किए तो मो भौणी अछंती, किए तो मते शिक्षा देवा लोक अछि। हालेलुया, हालेलुया। माटी रो मनीष मुझे मरि जेबी, माटी रे मिसिबी, किंतु ए परिचय केबे भी मिटिबो नाही, मने रखंतु। प्रेज द लॉर्ड, हालेलुया। प्रभु सब विषय छाड़िला परे मते 15,000 आवश्यक अछि। आज भी अनेक दासदासी मानकर जीवन रे एमती थिबो 10,000 15,000 आवश्यक थिबो। सेतेबेले 15,000 कहले बहुत कष्ट। मु प्रार्थना करूछि हे प्रभु मते 15,000 दियो, जदि देई पारबो नै 10,000 दियो, आ जदि देई पारबो नै 5,000 दियो। मते प्रभु कहले बेटा आमे तुमको देबा। मु भाबिली, मु जानि नथिली दान संग्रह करिवार अछि। किए जने प्रार्थना करले दान देबे, ग्रहण करिवार अछि। एमिति हो मते 15,000 टंकार काम अछि। हेले 2 मासरो मासे पळैला, मासे 15 दिन पळैला, केवल 5 दिन अछि। 6 दिन बेलकु मु आंटू भांगिली, प्रभु आउ मोर विश्वास नै केबे तमे देबो। मासे 25 दिन जगिलेनी आसु नै। प्रभु कहले बेटा तो पाखरे 100 टंका 3टा अछि। मु सत कथा कहूछि, हाँ 3टा अछि। नुआरे नोट बाहर देला 100 टंका नोट। एटा कोन करिवे, काली को जने आसीबे ताको तू देई दे। मु तुमको मागुछि ना तमे मते मागुछ एटा। प्रेज द लॉर्ड। काली हेला, काली बेला रो जने प्रभुकर दास बोधे तांको ना जीवसो ना कोन के से भी डोर टू डोर बोलुथिबे। से प्रभु को दास आसीथिले, मु रूम रे प्रार्थना करूछि। से वाक्य प्रचार करिकि घर को रिटर्न गला बेल को मु तांको डाकिले, आज्ञा एटा नियंतु। से कहले गॉड ब्लेस यू, मते गाड़ी खर्च नथिला। बोले ठीक अछि प्रभु को तो मु मागुछि, केते बेले ब्लेस करिवे कि जाने। संध्या बेले मते प्रभु कहिले तमे जोठी जीव जहा देले ग्रहण करो। ता पूर्व मते दान धरिबा जणा नै। हेले गली से जगह रे 15-20 जन जमा हिचंती। 10-10 20-20 20-30 एमती करिकि देले बड़ खुशी रे मु ग्रहण करिवार अछि। मते मने पड़िला, मु धरि की पळे आसिले। जेतेबेले दान मिलबो टंका नथिबो, केडे कष्ट रे गणी हो नै कि पाळक आज्ञा माने सत ना नै। बड़ जत्न रे प्रार्थना भी सेते ध्यान रे करी हबो नै, बोधे सेते जत्न रे मु गणुछि। सिला 3,000 टंका बाहरला। द्वितीय दिन बाहरला, द्वितीय दिन आउ डाकिले 3,000 बाहरला।
ତୃତୀୟ ଦିନ ଆହୁରି 3000, ଚତୁର୍ଥ ଦିନ 3000, ପାଞ୍ଚଟା ଦିନ 3000। ମତେ ବଡ ଦୁଃଖ ହେଲା, 2950 ହେଇଥାନ୍ତା କିମ୍ବା 3100 ହେଇଥାନ୍ତା। କାହିଁକି ହେଲା? ପ୍ରଭୁ ତମେ ଆସ, ମତେ କାହିଁକି 2900 ଦେଲ ନାହିଁ କିମ୍ବା ତମେ 3100 200 ଦେଲ ନାହିଁ? ପ୍ରଭୁ କହିଲେ, ବେଟା ତମେ ଯେତିକି ଦେଲ ଆମେ ତାହାର 100 ଗୁଣରେ ତମକୁ ଫେରସ୍ତ କରିଦେଲୁ। ପ୍ରେଜ୍ ଦ ଲର୍ଡ। ଆଜି ବି ଲୋକ ଅଛନ୍ତି ଦାନ ଦେଲା ବେଳକୁ ମୁଣା ଭିତରେ ଅଣ୍ଡାଳୁଥିବେ, କୋଉଟା ଛୋଟ ଜାଗାରେ ବଡ ପଳାଇବ ନାହିଁ ତ ବୋଲି। ସତ ନା ନାହିଁ? ମଣ୍ଡଳୀକୁ ଦେଲା ବେଳକୁ ସ୍ୱାମୀ ସ୍ତ୍ରୀ ଏତେ ଡିସ୍କସନ କରିବେ ଯେ ତାର ଠିକଣା ନାହିଁ, କଣ ଦେବା କଣ ନାହିଁ। ଗୋଟେ ଗାଡି ଇଟା ପଥର ବାଲି ଦେବେ ନା ନାହିଁ ଯେ ସମାଜ ସରିଯିବ ଶୁଣିବ, ଆଖ ପାଖ ପଡିଶା ସବୁ। ଆଜି ବି ଆମମାନଙ୍କର ଅନେକ ପ୍ରକାର ନିୟମ ଏମିତି ଅଛି ଯେ ଟଙ୍କା ଦେଲେ ତାଙ୍କ ନାମ ବି ନିଆ ହବ। ମତେ ପ୍ରଭୁ ଯେତେବେଳେ ଦେଲେ ମୁଁ ଖୁସି ହେଇଗଲି। ପ୍ରଭୁଙ୍କୁ ମୁଁ କହିଲି, ହେ ପ୍ରଭୁ, କଣ ପ୍ରକୃତରେ ତମେ ଦେଲେ ଏମିତି ରିଟର୍ନ କରିଦବ? ପ୍ରଭୁ କହିଲେ, ତମେ ଯେବେ ଦବ ଆମେ ତୁମକୁ ରିଟର୍ନ କରିଦବ। ମୁଁ ଜିତି ପାରୁନାହିଁ, ଦିନେ ମତେ ପ୍ରଭୁଙ୍କଠୁ ଜିତିବାର ଅଛି। ମୋର ସ୍ତ୍ରୀ ଘରେ ଅଛନ୍ତି, ଆରେ ଗୋଟେ କାମ କର, ଯାହା ପଇସା ଅଛି ସବୁ ବାହାର କର। କଣ ପାଇଁ? ମତେ ଆଜି ପ୍ରଭୁଙ୍କୁ ଜିତିବାର ଅଛି। କଣ କରିବ ତମେ? ତୁ ପଇସା ରଖ, ମୁଁ ଯାଉଛି। ସାଙ୍ଗେ ସାଙ୍ଗେ ଫ୍ଲାଇଟ୍ ଟିକଟ କରିକି ମୁଁ ଗୋଟେ ମେଟ୍ରୋ ସିଟିକୁ ପଳେଇଲି। ମେଟ୍ରୋ ସିଟି ତ କେହି ଚିହ୍ନି ନଥିବେ। ଗୋଟେ ଚର୍ଚ୍ଚ ଭିତରେ ମୁଁ ପଳେଇଲି, ବେଗରେ ପୁରା ଟଙ୍କା ଧରିଛି। ମୁଁ ବଡ ଖୁସି, ଆଜି ମୁଁ ପ୍ରଭୁଙ୍କୁ ଜିତିକି ଦେଖେଇଥିଲି। କିଏ ତ ଜାଣିନାହାନ୍ତି, କେହି ଜାଣିନାହାନ୍ତି। ସେଠି ବାକ୍ୟ ପ୍ରଚାର ଚାଲିଛି, ମୋର ଟେନସନ କେତେବେଳେ ବାକ୍ୟ ସର୍ବ ଦାନ ଦେଇକି ମୁଁ ଫ ହୋଇଛି। ସେତେବେଳକୁ ଦାନ ସଂଗ୍ରହ ଆରମ୍ଭ ହେଲା, ଅଫରିଂ କଲେକ୍ସନ ଚାଲିଛି। ପାଖାପାଖି ସେ ଚର୍ଚ୍ଚରେ 4000 ଲୋକ ଅଛନ୍ତି। ମୁଁ ଯେତେବେଳେ ବେଗ ସହିତ ଦେଲା ବେଳକୁ କଣ ବୋହିକି, ନାଇଁ ଏଠି ଟଙ୍କା ଅଛି, ସ୍ପେଶାଲ ଆସନ୍ତୁ ଷ୍ଟେଜରେ। ନାଇଁ ସ୍ପେଶାଲ କିଛି ଦରକାର ନାହିଁ, ଆଜିକାଲି ଟଙ୍କା ଦେଲେ ସ୍ପେଶାଲ ମିଳିବ। ଆଜି ଯାଏ ବି ଚାଲିଛି। ପ୍ରେଜ୍ ଦ ଲର୍ଡ। ଦରକାର ନାହିଁ, ତମେ ନେଇକି ଯାଅ। ରିଟର୍ନ ଟଙ୍କା ଦେଲା ପରେ ମନରେ ଗୋଟେ ଗର୍ବ ପଳେଇ ଆସିଲା କି ପ୍ରଭୁ ଆଜି ମୁଁ ତମକୁ ଜିତି ଯାଇଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମନରେ ଗୋଟେ କଣ ପଳେଇ ଆସିଲା? ଗର୍ବ ପଳେଇ ଆସିଲା କି ପ୍ରଭୁ ଜିତି ଯାଇଛି, ପ୍ରଭୁ ପ୍ରକୃତରେ ତମକୁ ଜିତି ଯାଇଛି। 2 ମହଲାର ସିଡିରୁ ଓହ୍ଲାଇଲା ବେଳକୁ ଗୋଟେ ବୁଢୀ ମା ବସିଛି। ବୁଢୀ ମା କହିଲେ, ବାବୁ ଟିକେ ଏଠାରେ ଆସ। କଣ ମା? ଟିକେ ମତେ ଟିକେ ମୋର ଗାଡି ପାଖକୁ ଛାଡିଦିଅ, ଯିବା ଛାଡିଦେବି। କଷ୍ଟେ କଳେ କୌଶଳେ ମୁଁ ତାକୁ ନେଇକି ଛାଡିଦେଲି। ଛାଡିଲା ବେଳକୁ ସେ କହୁଛି, ବାବୁ ରାତିରେ ଗୋଟେ ସ୍ୱପ୍ନ ଦେଖିଲି। ସେ ସ୍ୱପ୍ନ କଣ ଥିଲା? 5 ବର୍ଷରୁ ମୁଁ ଟଙ୍କା ରଖିଛି, ହେଲେ ମୁଁ କହିଲି ପ୍ରଭୁ ମୁଁ ଦାନ ଦେବାର ଅଛି, ଆଜି ମଣ୍ଡଳରୁ ନେଇକି ଦେଇଦେବି। ମତେ ପ୍ରଭୁ କହିଲେ ସ୍ୱପ୍ନରେ, ଗୋଟେ ପିଲା ଆସିବ, ତତେ ଆସିବ ଉଠେଇକି ନେବ, ତାକୁ ତୁ ତାର ନାମ ପଚାରିବ, ସେ ଯଦି ସେଇ ବ୍ୟକ୍ତି ତୁ ତାକୁ ଦେଇଦେବୁ। ସେ ଦର୍ଶନ ଦେଖିଛି। ସେ କହିଦେଲା ମତେ ଦର୍ଶନ କହିଲା ପରେ, ଆଉ ତାର ଗୋଟେ ବେଗ ନାହିଁ ଆଜ୍ଞା, 2ଟା ନାହିଁ 4ଟା ବେଗ ମତେ ଧରେଇଦେଲା। 4ଟା ବେଗ। ଲାଇଭ ଟେଷ୍ଟିମନି କହୁଛି, ପ୍ରଭୁ କେବେ ବି ଆପଣଙ୍କ ଠାରୁ ନେବେ ନାହିଁ। ହାଲେଲୁୟା, ହାଲେଲୁୟା। ସେ ଦେବା ପରମେଶ୍ୱର ଅଟନ୍ତି। ହାଲେଲୁୟା। ଅବ୍ରାହମ ଏତେ ବାକ୍ୟର ଗଭୀରତାରେ ଥିଲେ, ନିଜର ଛୁଆକୁ ଦେବା ପାଇଁ ପ୍ରସ୍ତୁତ ହେଲେ। କାହିଁକି? ଛୁଆ ଯେତେବେଳେ ପଚାରିଲା, ସେ କହିଲେ ସେ ଦେବା ପରମେଶ୍ୱର, ସେ ଜିହୋଭା ଜିରି ମତେ ସେ ଜାଗାରେ ସେ ଯୋଗାଇ ଦେବେ। ପ୍ରେଜ୍ ଦ ଲର୍ଡ। ସେ ଜାଗାରେ ଯୋଗାଇ ଦେବେ। ଆପଣ ଯେଉଁ ସ୍ଥାନରେ ଆପଣ ରହିକି ପ୍ରାର୍ଥନା କରିବେ, ସେ ସ୍ଥାନରେ ଆଶୀର୍ବାଦ ଆସିବ। ପ୍ରେଜ୍ ଦ ଲର୍ଡ। ହେଲେ ସେ ବୁଢୀ ମା ଦର୍ଶନ ବୁଝିପାରିଲା, ମୁଁ ବି ବୁଝିପାରିଲି। କେତେ ଜଣ ବୁଝିପାରୁଛନ୍ତି? ଅଧିକାଂଶ ଲୋକ ବୁଝିପାରୁନାହାନ୍ତି। ବୁଝୁଛନ୍ତି? ବୁଝୁନାହାନ୍ତି। ପଣ୍ଡିତ ମାନେ ତାରା ଦେଖି ଦେଖିକି ପହଞ୍ଚି ଗଲେ ଯୀଶୁଙ୍କର ନିକଟକୁ। ଦର୍ଶନର ଗଭୀର ତତ୍ତ୍ୱକୁ ବୁଝିଲେ। ଯୋସେଫ ପାଖରେ ଯେତେବେଳେ ବୁଝିଲେ, ଆଉ ଯୋସେଫ ସେ ଦର୍ଶନକୁ ଧରିକି ରଖିଲେ, ଯୋସେଫ ଦିନେ ଗୋଟେ ପ୍ରାଇମ ଲିଡର ହେଇଗଲେ। ଆମ ଜୀବନରେ ଯଦି ଆମେ ବୁଝିବା ନାହିଁ, ତାହେଲେ
ଈଶ୍ୱରଙ୍କର ଯୋଜନା ଯାହା ପରମେଶ୍ୱରଙ୍କର ବାକ୍ୟ ତାହା ସଫଳ ହେବ ନାହିଁ। ବାଇବଲରେ ହାରାହାରି 21 ଜଣ ଈଶ୍ୱରଙ୍କର ଦର୍ଶନକୁ ଦେଖିଲେ। ପ୍ରଥମରେ ଅବ୍ରାହମ, ଦ୍ୱିତୀୟରେ ବିଲାମ, ତୃତୀୟରେ ସାମୁଏଲ, ନାତାନ, ଅନେକ ପ୍ରକାର ବ୍ୟକ୍ତି ଅଛନ୍ତି ମୋ ପ୍ରିୟ ଲୋକମାନେ। ବୁଝିଲେ, କେତେବେଳେ ବୁଝିଲେ? ଗୋଟିଏ ପ୍ରକାଶନକୁ ଖାଲି ଆମେ ଯିବା। এই বাক্য আপনারা শুনিଛନ୍ତି গতকালি, তথাপি ମୁଁ ପଢିବା ପାଇଁ ଚାହୁଁଛି, ଆତ୍ମା ଚାଳିତ ହେଉଛି। 12 ପର୍ବର 1 ପଦରେ ଏଉତାରେ ସଦା ପ୍ରଭୁ ଅବ୍ରାହମକୁ କହିଲେ, ତୁମେ କଣ କର? ଦେଶ ଜ୍ଞାତି କୁଟୁମ୍ବକୁ ତୁମେ ପରିତ୍ୟାଗ କର। 7-8ରେ ସେ କଣ କଲେ? 7ରେ ପଢନ୍ତୁ। 7ରେ ଅନନ୍ତର ସଦାପ୍ରଭୁ ଅବ୍ରାହ୍ମକୁ ଦର୍ଶନ ଦେଇ କହିଲେ। ବାସ୍ ବାସ୍ ବାସ୍, ଦର୍ଶନ କଣ ଦେଲେ? ଅବ୍ରାହମକୁ ଦର୍ଶନ ଦେଇ କହିଲେ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। କେତେବେଳେ ସେ ଦର୍ଶନକୁ ପାଇଲେ? ଦର୍ଶନକୁ ନ ପାଇଲେ ଆମେ ବୁଝିପାରିବା କି? ହେଇପାରେ ଆମେ ନ ବୁଝିପାରିଲୁ, କାହା ପାଖକୁ ଜଣକୁ ଯିବା, କିନ୍ତୁ ଦର୍ଶନକୁ ପାଇଲେ ତ ଆମେ ବୁଝିପାରିବା। କଣ କଲେ ଦର୍ଶନକୁ ପାଇ ହେବ? ଦୂରଦର୍ଶନ ଦେଖିଲେ ଦର୍ଶନ ଦେଖି ହେବ ନା? 12 ଇଞ୍ଚର ମୋବାଇଲ, 3 ଇଞ୍ଚର ଆଙ୍ଗୁଠିକୁ ଖେଳେଇ ଖେଳେଇ ହ୍ୱାଟ୍ସଆପ, ଟିକଟକ୍, ଅଙ୍କ ବିଷୟ। ମତେ ଆଜି ଆଇଲା ବେଳକୁ ଏତେ ଲୋକ ରେକର୍ଡିଂ କରୁଥିଲେ, ମତେ ସେଟା ଦେଖା ନା ଯାଉନଥିଲା। ଏତେ ଲୋକ ହାତରେ ମୋବାଇଲ ଅଛି, ସେଟା ମତେ ଦେଖା ଯାଉଥିଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଦର୍ଶନ ଦେଖି ହେବ ନାଇଁ। ଯେତେବେଳେ ଅବ୍ରାହମ ପରମେଶ୍ୱରଙ୍କର ଆଦେଶକୁ ପାଳନ କଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। এই যে মহামারী ଥିଲା, এই মহামারী ମଧ୍ୟରେ ଯୋସେଫ ଯେତେବେଳେ ଦର୍ଶନର ଅର୍ଥକୁ ବୁଝିଲେ, ସେ ସମ୍ପତ୍ତିକୁ ଆଣିକି ରଖିଲେ। এই যে ମହାମାରୀ ଥିଲା, ଯୋସେଫ ଯେତେବେଳେ 13 ବର୍ଷ ତାଙ୍କରି ବାକ୍ୟକୁ ପାଳନ କଲେ, ସେ କେବଳ ଜଣକର ନୁହେଁ, ଅନେକ ଦେଶର ଦୁଃଖକୁ ଦୂର କଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଜି ଆମେ ତାର ଦୁଃଖ ବୁଝି ପାରୁନୁ। କାହିଁକି? କାହିଁକି ଆମେ ଜାଣିପାରୁନୁ? ଲୁକ 13:19 ଅନୁସାରେ ଈଶ୍ୱରଙ୍କର ବାକ୍ୟ କିଏ ବୁଝିପାରିବ ନାହିଁ? ଯାଠାରେ ପାପ ଆତ୍ମା ଥିବ ସେ ବୁଝିପାରିବ କି? ବୁଝିପାରିବ ନାହିଁ। ଆଜି ପ୍ରଚାର କରୁଥିବା ଲୋକମାନେ ମଧ୍ୟ ଇଏ ତା ବିଷୟରେ କହିବ, ସେ ଆର ବିଷୟରେ କହିବ। ହେ ପ୍ରଭୁ, ମୁଁ ତ ବାୟା ହେଇଯାଉଛି, ପାଗଳ ଲାଗି ଯାଉଛି। ଇଏ ତାକୁ କହିବ, ୟାକୁ କହିବ, ଇଏ ତାକୁ କହିବ, ୟାକୁ କହିବ। ଗୋଟେ ନୂଆ ଜାଗା, ମତେ ଜାଣିନାହାନ୍ତି, ନୂଆରେ ବ୍ୟବହାର ହେଲା ବେଳକୁ 2ଟା ବକ୍ତା ଅଛନ୍ତି, ମୋ ସହିତ 3 ଜଣ। ଇଏ ଆକୁ କହୁଛି, ସେ ତାକୁ କହୁଛି, ଇଏ ଆକୁ କହୁଛି, ସେ ତାକୁ କହୁଛି। ଏ ଭିତରେ ଥିବା ଲୋକ ଆଉ କିଛି ବୁଝିପାରୁନାହାନ୍ତି। ନିଜର ଗୌରବ ସମ୍ମାନକୁ ଖୋଜିବାର ଅର୍ଥ ପରମେଶ୍ୱରଙ୍କର ବିରୋଧରେ ଯିବା। ହାଲେଲୁୟା। ଆପଣଙ୍କୁ ପ୍ରଭୁ ପରିଚୟ ଦେଲେ, ଅତ୍ୟଧିକ ପରିମାଣରେ ନମ୍ର ହୁଅନ୍ତୁ। ହାଲେଲୁୟା। ଅତ୍ୟଧିକ ପରିମାଣରେ ନମ୍ର ହୁଅନ୍ତୁ। ପରମେଶ୍ୱର ଆଗକୁ କଢେଇ ନେବେ। এই যে দুর্ভিক্ষ আর মহামারী নূতন নিয়মরে সেতেবেলে আসিব যেতেবেলে 2 প্রকার পাপ হব। হিতোপদেশ 6:26 অনুসারে বেশ্যা সকাশু অন্যর কোন ঘটে? অভাব ঘটে। প্রভু যীশু গোটে সুন্দর বাক্য শিখাইলে, হে প্রার্থনা শিখাইলে, হে আমাকে স্বর্গস্থ পিতা, তোমারি নাম পবিত্র বলি মান্য হো, তোমারি রাজ্য আসু। যেপরি স্বর্গরে সেইপরি পৃথিবীর তোমার ইচ্ছা সফল হো। আজি আম মানুষ প্রয়োজন আহার দিও, আম্ভে মানে যেপরি আপনা আপনা অপরাধীকে অলরেডি ক্ষমা করে সারি অছু। আমার আর কেহি শত্রু নাহান্তি, কেহি বি নাহান্তি। প্রতিদিন আমি প্রার্থনা করুথিবা, আজি কাইকি ফাইনান্সিয়ালি ক্রাইসিস আসুচি, কাইকি ডেভেলপ হই পারু নাই, এইথিপাই প্রথম বিষয় যে ব্যভিচার ଥିଲା, দ্বিতীয় বিষয় কপট।
ଶୈତାନର ଏ ଦୁଇଟି ନେଚର ଥିଲା। ମୋ ପ୍ରିୟ ଲୋକମାନେ, ଆଜି ଏ ମହାମାରୀରୁ ମୁକ୍ତ ହେବା ପାଇଁ ଆମମାନଙ୍କୁ ଦର୍ଶନକୁ ବୁଝିବାକୁ ପଡିବ। ଦର୍ଶନ କହିଲେ ଜଣେ ପ୍ରାର୍ଥନା କଲା ବେଳେ ଗୋଟେ ପର୍ବତ ଦେଖିବ, ଆଉ ଜଣେ ତା ପାଖରେ ଥିବ, ସେ କହିବ ମୁଁ ଦୁଇଟା ଦେଖିଲି। ଆଉ ଜଣେ କହିବ ମୁଁ ଗୋଟେ କ୍ୟାଣ୍ଡେଲ ଦେଖିଲି, ଆଉ ଜଣେ କହିବ ମୁଁ 5ଟା କ୍ୟାଣ୍ଡେଲ ଦେଖିଲି। ତାହା ଦର୍ଶନ ନୁହେଁ। ପ୍ରଭୁଙ୍କ ନିକଟରେ ଯେତେବେଳେ ମଶା ଦର୍ଶନ କଲେ, ସେତେବେଳେ ସେ ଜଣେ ଗଲା ପରେ ତା ସହିତ 40 ଲକ୍ଷ ଲୋକ ଫେରି ଆସିଲେ। ପ୍ରେଜ୍ ଦ ଲର୍ଡ। ତାହା ହଉଛି ଦର୍ଶନ, ତାହା ହଉଛି ଈଶ୍ୱରଙ୍କର ବାକ୍ୟ। ଆପଣ ଯଦି ଈଶ୍ୱରଙ୍କର ବାକ୍ୟକୁ ବୁଝିବେ, ଦର୍ଶନକୁ ବୁଝିବେ, ଆଉ ଈଶ୍ୱରଙ୍କର ବାକ୍ୟକୁ ରଖିବେ, ଆମ ଜୀବନରେ ଯେକୌଣସି ପ୍ରକାର ପରିସ୍ଥିତି ଆସିଲେ ସୁଦ୍ଧା ପରମେଶ୍ୱର ଆମମାନଙ୍କୁ କଣ କରିବେ? ରଖିଥିବେ। ଆମମାନଙ୍କୁ କଣ କରିବେ? ଆଶୀର୍ବାଦ କରିବେ। ଆସନ୍ତୁ ଆମେ ଶେଷ ଉଦାହରଣ ଆମେ ଶୁଣିବା। ଆଉ ତାହା କଣ? ଏକ ସମୟରେ ଅଭିଷିକ୍ତ ବ୍ୟକ୍ତି ମାନେ ଯେତେବେଳେ କି ପାପ କଲେ, ସେମାନଙ୍କର ନଗରରେ, ସେମାନଙ୍କର ବଂଶରେ ସେ ମହାମାରୀ ଆସିଲା। ପ୍ରଥମେ ଯଦି ଆମେ ଦେଖିବା, ଏଲି ଯାଜକ, ପରମେଶ୍ୱର ତାଙ୍କୁ ପ୍ରତିଜ୍ଞା କରିଥିଲେ ଆମ୍ଭେ ତୁମକୁ ଛାଡ଼ିବା ନାହିଁ। କିନ୍ତୁ ସେ ଯେତେବେଳେ ଦର୍ଶନକୁ ବୁଝିଲେ ନାହିଁ, ପରମେଶ୍ୱରଙ୍କର ବାକ୍ୟରେ ଚାଲିଲେ ନାହିଁ, ସେତେବେଳେ କଣ ହେଲା ନା ଏଲି ଯାଜକଙ୍କର ପରିବାରରେ ପରମେଶ୍ୱର ଯେଉଁ ଅଭିଶାପ ଦେଲେ, ଆଗାମୀ ପିଢି 2ଟି ରୋଟି ପାଇଁ ତଡପି ଯିବ କହିଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ଦ୍ୱିତୀୟ ବ୍ୟକ୍ତି ଗୋଟେ ରାଜା ଥିଲେ। ସେହି ରାଜା କିଏ ଥିଲେ? ସାଉଲ ରାଜା ଥିଲେ। 2 ସାମୁଏଲ 21 ପର୍ବର 1 ପଦ। ଦାଉଦଙ୍କର ସମୟରେ କ୍ରମାଗତ 3 ବର୍ଷ ଦୁର୍ଭିକ୍ଷ ହେଲା। କେତେ ବର୍ଷ ଦୁର୍ଭିକ୍ଷ ହେଲା? 3 ବର୍ଷ। ଆଉ ଦାଉଦ ପରମେଶ୍ୱରଙ୍କ ପାଇଁ କଣ ଥିଲେ? ମନର ମତ ଥିଲେ। ତାପରେ ତହିଁରେ ଦାଉଦ ସଦାପ୍ରଭୁଙ୍କ ମୁଖ ଅନ୍ବେଷଣ କର। 3 ବର୍ଷ ଦୁର୍ଭିକ୍ଷ ହେଲା, ଚାଷ ହେଉନାହିଁ, ଫଳ ହେଉନାହିଁ, ମରୁଡ଼ି ଆସୁଛି, ରୋଗ ଆସୁଛି, ସମସ୍ୟା ଆସୁଛି, ଯନ୍ତ୍ରଣା ରହୁଛି। ଦାଉଦ ଏପଟେ ସେପଟେ ଚେଷ୍ଟା କଲେ। ତାପରେ ଯେତେବେଳେ ଦାଉଦ ଚିନ୍ତା କଲେ, ନାଇଁ 3 ବର୍ଷ ହେଇଗଲାଣି, ମୁଁ କଣ କରିବି? ପ୍ରଭୁଙ୍କୁ ପଚାରିବି। ତହିଁରେ ସେ ସଦାପ୍ରଭୁଙ୍କ ମୁଖ ଅନ୍ବେଷଣ କରନ୍ତେ। ସଦାପ୍ରଭୁ କହିଲେ ସାଉଲ ଓ ତାହାର ରକ୍ତପାତୀ ବଂଶ ସକାଶୁ ଏହା ହେଉଅଛି। କାହା ପାଇଁ ହେଇଛି? କାହା ପାଇଁ ହେଇଛି? ସାଉଲ ପାଇଁ। କାହା ପାଇଁ ହେଇଛି? ସାଉଲ ପାଇଁ। ସାଉଲ ରାଜାଙ୍କୁ ପ୍ରଭୁ ଅଭିଷିକ୍ତ କଲେ, କିନ୍ତୁ ସାଉଲ ରାଜା ଯେତେବେଳେ ପରମେଶ୍ୱରଙ୍କର ଯୋଜନାରୁ ବାହାରକୁ ଚାଲିଗଲା, ସେତେବେଳେ ସାଉଲ ରାଜା ହୁଅନ୍ତୁ, ଏଲି ଯାଜକ ହୁଅନ୍ତୁ, କିଏ ଯେ ଭବିଷ୍ୟତ ବକ୍ତା ହଉ, କିନ୍ତୁ ନୂତନ ନିୟମରେ 5 ପ୍ରକାର ଆହ୍ୱାନ ହଉ, ପରମେଶ୍ୱର ଟାଣିକି କାଢି ଦେବେ। କାଢି ଦେଲା ପରେ କହିବେ, କାଲି ମୁଁ ଏମିତି ଥିଲି, କାଲି ମୁଁ ସେମିତି ଥିଲି। ଆଳୁ ଆଉ ବାଇଗଣ ଅଭିଷେକ ଯଦି ନାହିଁ, ଈଶ୍ୱରଙ୍କର ବାକ୍ୟ ଯଦି ନାହିଁ, କିଛି ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଖାଲି ଛାଡ଼ିଲେ ସାଉଲ ରାଜାଙ୍କୁ? ନାଇଁ, ସେ କହିଲେ ତାହାର ରକ୍ତପାତୀ ବଂଶ ସକାଶୁ ଏହା ହେଉଅଛି। ସେ ଗିବିଓନୀୟ ଲୋକମାନଙ୍କୁ ବଦ୍ଧ କରିଥିଲା। ରାଜା ଦାଉଦ ଗିବିଓନୀୟ ଲୋକମାନଙ୍କୁ ଡାକିଲେ, ଆଉ ପଚାରିଲେ, କଣ କରିବି ମୁଁ? ଗିବିଓନୀୟ ଲୋକମାନେ କଣ କହିଲେ ନା 6 ପଦ ତାହାରି ସନ୍ତାନ ମାନଙ୍କ ମଧ୍ୟରୁ 7 ଜଣ ପୁରୁଷ
7 ଜଣ ପୁରୁଷ ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହେଉନ୍ତୁ। ଆମ୍ଭମାନଙ୍କ ହସ୍ତରେ ସମର୍ପିତ ହେଉନ୍ତୁ। ହଁ, ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ତହିଁରେ ଆମ୍ଭେମାନେ ସଦାପ୍ରଭୁଙ୍କ ମନୋନୀତ ସାଉଲର ଗିବିୟରେ ସାଉଲର ଗିବିୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ, କାହାର ଉଦ୍ଦେଶ୍ୟରେ? ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ ଟଙ୍ଗାଇ ଦେବା। ସେମାନଙ୍କୁ ଟଙ୍ଗାଇ ଦେବା। ଏଥିରେ ରାଜା କହିଲେ, ମୋ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ସେମାନେ କହୁଛନ୍ତି ସଦାପ୍ରଭୁଙ୍କର ଉଦ୍ଦେଶ୍ୟରେ ତାହାକୁ ଆମେ ଟଙ୍ଗାଇ ଦେବା। କାହାକୁ? ଯାହାକୁ କୁହାଇଥିଲା ତୁମର ବଂଶ ରାଜକୀୟ ବସ୍ତ୍ର ପିନ୍ଧିବେ। ସେ ଭୁଲ କଲା ପରେ କଣ କଲେ ନା ପରମେଶ୍ୱର ତାଙ୍କ ଭବିଷ୍ୟତ ବକ୍ତାକୁ ସାମୁଏଲକୁ କହିଲେ, ତୁମେ ଏଇ କର୍ମ କରିବା ଯୋଗୁରୁ ତୁମ୍ଭଠାରେ ରହିଥିବା ରାଜକୀୟ ବସ୍ତ୍ରକୁ ପରମେଶ୍ୱର ଟାଣି ଦଉଛନ୍ତି। ହାଲେଲୁୟା। ପୁଣି ତାର ଜେନେରେସନ ରାଜା ହେବେ ନାଇଁ, ତାର ଜେନେରେସନ ମଧ୍ୟ ରାଜା ହେଇପାରିବେ ନାହିଁ। 7 ଜଣ ପୁରୁଷକୁ, ତାର ବଂଶର ଲୋକକୁ ପର୍ବତ ଉପରେ ସମସ୍ତେ ଦେଖୁଛନ୍ତି। ତାଙ୍କୁ କଣ କରାଗଲା? ଟଙ୍ଗାଇ ଦିଆଗଲା। ତାଙ୍କର ଶବକୁ ପକ୍ଷୀ ଆସି ଖାଇବା ଯାଏ ରଖାଗଲା, ପଶୁ ଆସି ଖାଇବା ଯାଏ ରଖାଗଲା। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆପଣ ମାନେ ଦାନ ପାଇଛନ୍ତି, ବହୁତ ସୁନ୍ଦର ବିଷୟ। ଆପଣ ମାନେ ସମ୍ମାନ ପାଉଛନ୍ତି, ବହୁତ ସୁନ୍ଦର ବିଷୟ। ଆପଣ ମାନେ ମଣ୍ଡଳୀକୁ, ସମାଜକୁ ସୁଧାରୁଛନ୍ତି, ବହୁତ ସୁନ୍ଦର ବିଷୟ। କିନ୍ତୁ ମୁଁ ଆପଣଙ୍କୁ କହିବି, ଆପଣ ଯେତେ ଆଗକୁ ବଢୁଛନ୍ତି ସେତେ ନମ୍ର ହୁଅନ୍ତୁ। ପ୍ରେଜ୍ ଦ ଲର୍ଡ। ଆପଣଙ୍କର ଅଭିଷେକ ଆପଣଙ୍କ ପାଖରେ ଥିବ, ଆଉ ଯଦି ଆପଣଙ୍କର ଅଭିଷେକ ଆପଣଙ୍କ ପାଖରେ ଅଛି, ତାହେଲେ ଆପଣ ପରମେଶ୍ୱରଙ୍କର ସେ ନିୟମକୁ ଆଣୁଛନ୍ତି। ଆଉ ଯଦି ନିୟମକୁ ଆପଣ ଯଦି ଆଣୁଛନ୍ତି, ଆପଣଙ୍କର ପୁତ୍ର ସନ୍ତାନ ମାନେ ଯାଜକୀୟ ବସ୍ତ୍ର ପିନ୍ଧିବେ। ଆଉ ଯଦି ପରମେଶ୍ୱର ନୂତନ ନିୟମରେ ଯଦି ଆପଣଙ୍କୁ ଯାଜକରୁ ଯଦି ପଦରୁ ବାହାର କରିଦଉଛନ୍ତି, ଆପଣଙ୍କର ପୁତ୍ର କହିବ, କାଳେ ମୁଁ କଲେକ୍ଟର ହେଇଯିବି, ମୁଁ ଅଫିସର ହେଇଯିବି, ମୁଁ ଡକ୍ଟର ହେଇଯିବି। ପ୍ରଥମ ପୁତ୍ର, ଦ୍ୱିତୀୟ ପୁତ୍ର ଯଦି କୌଣସି ପୁଅକୁ ଝିଅକୁ ଯଦି ଯାଜକୀୟ ବସ୍ତ୍ର ପ୍ରଭୁ ଯଦି ଦେଲେ ନାହିଁ, ଲୁକ 2:52 ଅନୁସାରେ 18 ବର୍ଷ ପ୍ରଭୁ ଅନୁଗ୍ରହକୁ ଢାଳନ୍ତି। ଯାଜକୀୟ ପଦବୀ ଲୋକମାନଙ୍କୁ ପୁରାତନ ନିୟମରେ ଅଭିଷେକ ପରମେଶ୍ୱର 12 ବର୍ଷ କରନ୍ତି। ଆଉ 12 ବର୍ଷରେ ଆପଣଙ୍କୁ ପାୱାରଫୁଲ ହେବାର ଅଛି, ଆପଣଙ୍କୁ ପିତରଙ୍କ ପରି ଚାବିକାଠି ଟାଣିକି ଆଣିବାର ଅଛି। ଆପଣ ଯାଇପାରିବେ ସେତେବେଳେ ଯେତେବେଳେ ଆପଣ ଦର୍ଶନ ଅନୁସାରେ ଚାଲିବେ। ଆପଣଙ୍କୁ ହିଲିଂ ରେ, ମିରାକଲ ରେ, ପାୱାର ରେ, ୱାର୍ଡିଂ ର, ଗିଫ୍ଟେଡ ରେ, କରନ୍ତୀୟ ପୁସ୍ତକ 12:7-8 ଯାଏ ଆପଣ ଗୋଟେ ଗୋଟେ ଅଙ୍ଗକୁ ଦେଖିଲେ, କିନ୍ତୁ 31 ଯଦି ଦେଖିବେ ସବୁ ଯାକ ଅଙ୍ଗକୁ, ସବୁ ଯାକ ଶକ୍ତିକୁ ଆପଣ ପାଇପାରିବେ ସେତେବେଳେ, ଯେତେବେଳେ ଆପଣ ଅଭିଷେକକୁ ଆପଣ ପାଇଯିବେ। ଯେତେବେଳେ ଆପଣ ପ୍ରକୃତରେ ତାର ଗୁରୁତ୍ୱକୁ ଆପଣ ପ୍ରାୟୋରିଟି ଦେବେ, ପରମେଶ୍ୱରଙ୍କର ବାକ୍ୟକୁ ଆପଣ ପାଳନ କରିବେ। ତାହାପରେ ଯଦି ଗୋଟେ ଲୋକ ଜୀବନରେ ଯଦି ପାପ ଆସୁଛି, ଲୁଚିକି ବ୍ୟଭିଚାର କରୁଛି। ଆଜିକାଲି ମୋ ପାଖରେ ଜଣେ ପଳେଇ ଆସିଲେ, ସେ କହିଲେ, ଆଜ୍ଞା ତାର ଦେହ ଭଲ ନାହିଁ। ମୁଁ କହିଲି ଠିକ ଅଛି, ତା ପାଇଁ ପ୍ରାର୍ଥନା କରିବି, ସେ ଭଲ ହେବ। ମୁଁ ପ୍ରାର୍ଥନା କଲି, ପ୍ରଭୁ କହିଲେ ଏବେ ନାଇଁ, ଟିକେ ଲେଟରେ ଭଲ ହବ। ଆରେ ଏବେ ନାଇଁ, ଟିକେ ଲେଟରେ ଭଲ ହବ? କିଏ ଏଟା? ସେ କହିଲେ ମୋର ସ୍ତ୍ରୀ ଏଇଟା। ଆଉ ଜଣକୁ କହିଲେ, ଆଜ୍ଞା ଆର ଦେହ ଭଲ ନାହିଁ। କିଏ ଏଇଟା? ଏଇଟା ବି ମୋ ସ୍ତ୍ରୀ। ହେ ପ୍ରଭୁ, ଆଉ ମୁଁ କଣ ପ୍ରାର୍ଥନା କରିବି? ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଗୋଟେ ସ୍ତ୍ରୀ କଥା ମୁଁ କହୁନାହିଁ, ଏ ଜାଗତିକ ବିଷୟ ବାନ୍ଧିବା କଥା ମୁଁ କହୁଛି। ଯୋସେଫ ଈଶ୍ୱରଙ୍କର ବାକ୍ୟକୁ ଏତେ ଗୁରୁତ୍ୱ ଅଧ୍ୟୟନ କରୁଥିଲେ। ଏଭ୍ରି ପୁସ୍ତକରେ ସେ କେବେ ଇସ୍ରାଏଲରେ ତାଙ୍କ ସନ୍ତାନ ମାନେ ଫେରିଯିବେ ଜାଣିଥିଲେ। ଅବ୍ରାହମ ଆଶୀର୍ବାଦ ଦେବା ପୂର୍ବରୁ ଜାଣି ପାରୁଥିଲେ। ମୋଶା ଯୋହନ 1:45 ଯୀଶୁଙ୍କର ବିଷୟ ଜାଣିକି ଲେଖି ସାରିଥିଲେ।
আজি এই জীবন্ত বাক্য ଆମ ହୃଦୟରେ ବଞ୍ଚିକି ଅଛି ନା ନିଜର କୂଟ କପଟ ନିଜର ଅହଙ୍କାର ତାକୁ କାଢିକି ଫୋପାଡ଼ି ଦେଲାଣି। ଆଜି এই জীবন্ত ବାକ୍ୟକୁ ମୁଁ ଜୀବନ୍ତ କରିଛି ନା ମୋର ସମ୍ମାନ ମତେ ତଳେ ତାକୁ ତଳେ ପକାଇ ଦେଲାଣି। ଆଜି এই জীবন্ত ବାକ୍ୟକୁ ମୁଁ ରଖିଛି ନା କିଛି ଲାଳସାରେ ପଡିକି ମୁଁ ସବୁ କିଛି ହରେଇ ଦେଇ ସାରିଲିଣି। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେତେବେଳେ ଜୀବନ୍ତ ବାକ୍ୟ କାର୍ଯ୍ୟ ସାଧକ ହେବ ଯେତେବେଳେ ମୋ ଜୀବନରେ ମୁଁ ନିଜେ କାର୍ଯ୍ୟ କରିବାକୁ ଶିଖିବି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ସେ ମହାନ ପରମେଶ୍ୱର ଅଟନ୍ତି। ଏହି ମହାମାରୀ ଏକ ଭୟଙ୍କର ମହାମାରୀ ଅଟେ, ଯାହା ଧର୍ମଶାସ୍ତ୍ରରେ ହାରାହାରି ପରମେଶ୍ୱରଙ୍କର ଦାସମାନଙ୍କୁ ନେଇ ଜଡ଼ିତ 13 ପ୍ରକାର ମହାମାରୀ ରହିଛି। ଆଜି ଆମେ 4 ପ୍ରକାର ମହାମାରୀ ଶୁଣିଛୁ। ପ୍ରଭୁଙ୍କ ପ୍ରିୟ ଲୋକମାନେ ମନେ ରଖନ୍ତୁ, ପରମେଶ୍ୱର ଆପଣ ଅଭିଷିକ୍ତ ଲୋକମାନଙ୍କ ଦ୍ୱାରା କାର୍ଯ୍ୟ କରନ୍ତି। ଆଜି ସେଇ ଅଭିଷିକ୍ତ ଲୋକମାନେ ଆପଣ ଅଟନ୍ତି। ଆଉ ଆପଣଙ୍କର ଶରୀର କୌଣସି ଜାଗତିକ ସାଂସାରିକ ଅଭିଳାଷ ପାଇଁ ନୁହେଁ। ହାଲେଲୁୟା। ସେ ଅଭିଷେକକୁ ରଖିବା ପାଇଁ ପରମେଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲୁକ 4:18 କହିଲେ, ତାହାଙ୍କର ଆତ୍ମା ମୋ ଠାରେ ଅଧିଷ୍ଠିତ। କଣ ପାଇଁ? ସୁଷମାଚାରକୁ ପ୍ରଚାର କରିବା ପାଇଁ। ସେ ତାଙ୍କ କଲିଂକୁ ଜାଣୁଥିଲେ, ସେ ପରମେଶ୍ୱରଙ୍କର ଯୋଜନାକୁ ଜାଣୁଥିଲେ। ଆମ ଜୀବନରେ ମଧ୍ୟ ଆମକୁ ଜାଣିବାକୁ ପଡ଼ିବ। ପ୍ରେଜ୍ ଦ ଲର୍ଡ, ବୋଲ ୟୀଶୁ ମसीह की। ଆସନ୍ତୁ ଆମେ ସମସ୍ତେ ଚକ୍ଷୁକୁ ବନ୍ଦ କରିବା। ଆମେ ନେକ୍ସଟ ଚାପ୍ଟରକୁ ଯିବା। ଦୟାକରି କିଛି ସମୟ ପ୍ରାର୍ଥନା କରିବା। ଅଭିମାନ ମୁଁ ଯେ କରିବି କାହିଁକି ମାଟିର ମଣିଷ ହୋଇ। ହାଲେଲୁୟା, ହାଲେଲୁୟା। Thank you, Jesus. Thank you, Jesus. Hallelujah. Glory Jesus. Hallelujah. Glory Jesus. Hallelujah. Jesus. Thank you. ଜୀବନ ତ ଏଠି ଛଳନାରେ ପକାଯାଏ। ଜୀବନ ତ ଏଠି ଛଳନାରେ ପକାଯାଏ। ଏଠି କେହି ନାହିଁ, ଏଠି କେହି ନୁହନ୍ତି। ମୁଁ ଆପଣ। জীবন তো এটি ছলনারে পূর্ণ করতে কাহিকি সতে এতে অভিনয় বিলাস বেসনে কাটন্তি দিন জানিকি পারন্তি নাহি আয়ু পরিমাণ যিশু হি পথ যিশু হি সত্য ସେହି କରିବେ ସବୁରି ବିଚାର ଏଠି କେହି ନୁହନ୍ତି ମୋ ଆପଣାର ଯୀଶୁ ଏକା ଅଟନ୍ତି ଅତି ନିଜର ଏଠି ଠକି ଚାଲନ୍ତି ସବୁ ବାରମ୍ବାର ଯୀଶୁ ଅଟନ୍ତି ସତ୍ୟ ଈଶ୍ୱର ଭରସା କରି ଅନେକଙ୍କୁ
দুঃখ পাইলে নিরাশা হেলে ভরসা করি অনেক দুঃখ পাইলে নিরাশা হেলে ସମସ୍ତେ ପ୍ରାର୍ଥନାରେ ରହିବା। ଯୋଉମାନେ ଯେତେ ଦୁଃଖ ନେଇ ଆସିଅଛନ୍ତି ସେ ଦୁଃଖ ପ୍ରଭୁଙ୍କ ଠାରୁ ବଡ଼ ନୁହେଁ। ଆଜି ଆପଣମାନଙ୍କର ଦୁଃଖକୁ ଦୂର କରିବେ, ପ୍ରଭୁ ଆପଣମାନଙ୍କର ରୋଗକୁ ଦୂର କରିବେ। ପ୍ରଭୁ ଯାହାଙ୍କ ସ୍ଥାନ ମଧ୍ୟରେ ଆଣି ଅଛନ୍ତି, ପ୍ରଭୁ ଆଜି ଚିର ଚମତ୍କାର କାର୍ଯ୍ୟ କରିବେ। ଏଠି କେହି